ସେଇଟା ଆପଣମାନଙ୍କ ପାଇଁ ଲେଟ୍ ହେଲା ନାଇଁ ଆପଣମାନଙ୍କ ପାଇଁ ନୁହଁ ଆମ ପାଇଁ ମଜା କରିଥିଲି ହଁ ମେକଅପ୍ ପାଇଁ କାହିଁକି ନା ଲେଟ୍ ହେଇନଥାନ୍ତା ଆକ୍ଚୁଆଲି କାହିଁକିନା ଆମର କଣ୍ଟିନ୍ୟୁ ଦୁଇଟା ପ୍ରୋଗ୍ରାମ ରହିଗଲା ଯେମିତିକି ଆ ପୂର୍ବରୁ ମିଡ଼ିଆ ଆଗରେ ସ୍କ୍ରିନ୍ ପ୍ଲେ ଯେଉଁଟା ଥିଲା ତାପରେ ଆମର ଏଠି ରିଲିଜ୍ ଥିଲା ତ ଆମେ ଜଲ୍ଦି ଜଲ୍ଦି ଯାଇକି ଆମକୁ ସେଠି କଷ୍ଟ୍ୟୁମ୍ ଚେଞ୍ଜ କରିକି ମେକଅପ୍ ନେଇକି ପୁଣି ଆଉ ଥରେ ଆସିବା ପାଇଁ ଗୋଟେ ଘଣ୍ଟା ଭିତରେ ତ ଟିକେ ପସିବୁଲ୍ ହେଇପାରିଲାନି ସେଥିପାଇଁ ଆପଣ ସମସ୍ତଙ୍କୁ ମାଫି ଚାହୁଁଛି କ୍ଷମା କରିଦେବେ ସମୟ ପରେ ଲଢ଼େଇ ହେଲା ପରେ ଆଜି ଲଢ଼େଇ ରିଲିଜ୍ ହେଇଛି ଆଜ୍ଞା କଣ କହିବେ ଆଉ କହିବା ପାଇଁ କିଛି ଶବ୍ଦ ନାହିଁ ଏବେ ଖାଲି ଅପେକ୍ଷାର ଫଳ ତ ଆମକୁ ମିଳିଛି ଯାହା ବି ଆମର ଅସୁବିଧା ହେଇଥିଲା ସବୁ କିଛି ଅସୁବିଧାର ସମ୍ମୁଖୀନ ହେଲା ପରେ ଆପଣମାନେ ତ ଯେମିତି ଜାଣିଥିବେ ଦିୱାଲିରେ ଆମ ସିନେମା ରିଲିଜ୍ ହେବାର ଥିଲା କିଛିଟା ସେନ୍ସର ପ୍ରୋବ୍ଲେମ୍ ପାଇଁ ଆମକୁ ରିଲିଜ୍ କରେଇ ଦେଲେନି ତ ରିଲିଜ୍ ହେଇପାରିଲାନି ଫାଇନାଲି ଆମେ ଏବେ ଆସି ପହଞ୍ଚାଇଛୁ ସିନେମା ରିଲିଜ୍ କରିବା ପାଇଁ ନ୍ୟୁ ଇୟର୍ରେ ତ ବହୁତ ଅସୁବିଧା ପରେ ଆସି ପହଞ୍ଚିଲୁ ଯେ ସିନେମାଟି ଫାଇନାଲି ଆମର ରିଲିଜ୍ ହେଉଛି ସେଇଟା ସବୁଠୁ ବହୁତ ଖୁସି ଲାଗୁଛି ତା ସହିତ ନର୍ଭସ୍ ବି ଲାଗୁଛି ଯେ ଫାର୍ଷ୍ଟ ଟାଇମ୍ ଆମେ ଯେଉଁ ସିନେମାଟି କରିଥିଲୁ ଲୋକମାନଙ୍କ ପାଖରେ କେତେ ମାତ୍ରାରେ ପହଞ୍ଚି ପାରିବ ଆମକୁ କେତେ ମାତ୍ରାରେ ଭଲ ପାଇବା ମିଳିବ ସେଥିପାଇଁ ଟିକେ ନର୍ଭସ୍ ଲାଗୁଛି ନହେଲେ ବହୁତ ଖୁସି ଲାଗୁଛି ଆଚ୍ଛା ମୋତେ ଆପଣମାନେ କୁହନ୍ତୁ ଆପଣମାନଙ୍କୁ ସିନେମାଟି କେମିତି ଲାଗିଲା ପୁରା ଦେଖିନାହାନ୍ତି ଆଚ୍ଛା ଠିକ୍ ଅଛି ଆପଣମାନଙ୍କ ଅପେକ୍ଷାରେ ବି ଆମେ ରହିଲୁ ହେଲା ଆପଣମାନେ ସିନେମାଟି ପୁରା ଦେଖନ୍ତୁ ଏବଂ କେମିତି ହେଇଛି ଆମକୁ ଜଣାନ୍ତୁ ଆଜ୍ଞା ଆପଣଙ୍କୁ ସିନେମା ଦେଖିକି କ'ଣ ଲାଗୁଛି ହେଇଛି ତାହେଲେ ହେଇଥିବ ଦେଖନ୍ତୁ ସବୁ କାମରେ କମ୍ଫର୍ଟେବୁଲ୍ କେହି କାହା ସହିତ ନଥାନ୍ତି ସେଇଟା କମ୍ଫର୍ଟେବୁଲ୍ ବନେଇବା ପାଇଁ ପଡ଼େ ତ ସେଇଟା ମୁଁ ହୁଏ ତାଙ୍କୁ କମ୍ଫର୍ଟେବୁଲ୍ ଫିଲ୍ କରେଇ ପାରିଛି ଯେଉଁଥିପାଇଁ ସିନେମାଟି ବହୁତ ଭଲ ହେଇଛି କି ସିଏ ମୋତେ କମ୍ଫର୍ଟେବୁଲ୍ ଫିଲ୍ କରେଇ ପାରିଛନ୍ତି ତ ସେଇଟା କରିବା ପାଇଁ ନିଜ ଉପରେ ଡିପେଣ୍ଡ କରେ ଆମେ କାମଟାକୁ କାମ ହିସାବରେ ନେଇକି ଆମେ ଗୋଟେ ସୁଟିଂ କରୁଛୁ ଆମେ ଗୋଟେ କାମ କରୁଛୁ ଆମେ ଗୋଟେ କ୍ୟାରେକ୍ଟରକୁ ମେଣ୍ଟେନ୍ କରୁଛୁ ତ ସେଇଟାକୁ ଭାବିକି ଆମେ କାମ କରିଛୁ ବାକି ଆଉ ସବୁ ଭଲ